ତମେ ତ ଫିଲ୍ଡରେ ବୁଲୁଛ, ଆମେ ଫିଲ୍ଡରେ ବୁଲୁଛୁ। ମୋର ହେଇଗଲା 22 ବର୍ଷ। ସେତେବେଳେ ସାମ୍ବାଦିକ ମାନେ ସେତେବେଳେ ବହୁତ ମାନେ କଠୋର ପରିଶ୍ରମ କରୁଥିଲେ। ପ୍ରଥମ ହେଲା ପରିଶ୍ରମ କରୁଥିଲେ। ଆମର କ'ଣ ହେଉଛି ନା ଦୁଇ ପ୍ରକାର ସାମ୍ବାଦିକ ବାହାରିଲେଣି। ହେଲେ ଗୋଟେ ହେଲା ୱାର୍କିଂ ଜର୍ଣ୍ଣାଲିଷ୍ଟ, ଆଉ ଗୋଟେ ହେଲା ମାନେ କ'ଣ କହିଲେ ଅଫିସରେ ବସୁଛନ୍ତି ଯେଉଁ ସାମ୍ବାଦିକମାନେ। କିନ୍ତୁ ଜିନିଷଟା ହେଲା ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଯେଉଁ ଆକ୍ରମଣ ହେଉଛି ଆଜି ଏଇଟା ନୂଆ ନୁହଁ। କାରଣ ବିଗତ ଦିନରୁ 10 ବର୍ଷ ତଳୁ ଆମେ ବି ସାମ୍ବାଦିକମାନଙ୍କୁ ମାଡ଼ ହେଉଛି ବୋଲି ଆମେ ସରକାର ଥିଲେ ନବୀନ ସରକାର, ଆମେ ମଧ୍ୟ ସମସ୍ତେ ମିଳିତ ଏକାଠି ହେଇ ଯାଇକି ନବୀନ ସରକାରଙ୍କୁ ମଧ୍ୟ ଦେଇଥିଲୁ ସାମ୍ବାଦିକ ଗୋଟେ ସୁରକ୍ଷା ଆଇନ ସ୍ୱତନ୍ତ୍ର କରାଯାଉ। କାରଣ ଅଲଗା ଷ୍ଟେଟ୍ ମାନଙ୍କରେ ହେଲାଣି, ଆମ ଷ୍ଟେଟ୍ରେ ନାହିଁ। ବହୁତ କଷ୍ଟରେ ଗୋଟେ ଗୋପବନ୍ଧୁ ଯୋଜନା କଲେ, ମାନେ ଲାଇଫ୍ ଇନ୍ସୁରାନ୍ସ ଯେଉଁଟା ଆମର ସାମ୍ବାଦିକମାନଙ୍କର ଚିକିତ୍ସା ପାଇଁ ବହୁତ କଷ୍ଟରେ 2 ଲକ୍ଷରୁ ତାପରେ ବରିଷ୍ଠ ସାମ୍ବାଦିକମାନେ ଲାଗିକି ସେଇଟା 5 ଲକ୍ଷ କଲେ। ବର୍ତ୍ତମାନ ଏଇଠି ପ୍ରଶ୍ନ ଉଠୁଛି ଯେ ଗୋଟେ ୱାର୍କିଂ ଜର୍ଣ୍ଣାଲିଷ୍ଟ ପାଇଁ କ'ଣ ସୁରକ୍ଷା ସରକାର ଦେଇଛନ୍ତି। କାରଣ ଆମର ଗୋଟେ ଆମେ ଯେହେତୁ ସାମ୍ବାଦିକତା କରୁଛୁ, ଯେହେତୁ ଫିଲ୍ଡରେ ବୁଲୁଛୁ, ଗୋଟେ ଇସ୍ୟୁ ହେଲା ମାନେ ଆମେ କ'ଣ କରୁଛୁ, ସମସ୍ତେ କ'ଣ କରୁଛେ ମାନେ ଏକାକାଳୀନ ମାନେ ନ ଯାଇକିରି ଆମେ ଜଣ ଜଣେଇକି ଯାଉଛେ। ମୁଁ କହିବା କଥା ଯଦି ସାମ୍ବାଦିକ ୟୁନିୟନ୍ ଯଦି ତୁମେ ମାନେ କହୁଛନ୍ତି ସାମ୍ବାଦିକ ୟୁନିୟନ୍, ଯଦି ଆମେ ସମସ୍ତେ ଏକାଠି ରହିବା, ଏଠି ଦିଫାଳ ହେଇକି ଲାଭ କ'ଣ ହେଉଛି? ମୋର ଫାଷ୍ଟ କୁହନ୍ତୁ। କାଲି ଆପଣଙ୍କୁ ମାଡ଼ ହେଲା, ଆଜି ମୋତେ ମାଡ଼ ହେବ, ଏମିତି ଆଜ୍ଞା ମାଡ଼ ମାରିବେ। କାରଣ ସ୍ପିନର ମାନଙ୍କର ଆଜ୍ଞା ମାନେ ୟୁନିୟନ୍ ଅଛି, ଅଟୋବାଲାଙ୍କର ୟୁନିୟନ୍ ଅଛି, ଆପଣ ବିଶ୍ୱାସ କରନ୍ତୁ ଦହିବରା ବାଲାଙ୍କର ବି ୟୁନିୟନ୍ ଅଛି। କିନ୍ତୁ ଆମ ସାମ୍ବାଦିକର ୟୁନିୟନ୍ କାହିଁକି ରହୁନି? ଉଠା ଦୋକାନରେ ବି ଅଛି। ମାନେ ଯେଉଁଟା କହିଲି ପୁରା, ମାନେ ସେମାନଙ୍କର ଏତେ ମାନେ ଷ୍ଟ୍ରଙ୍ଗ ତାଙ୍କ ୟୁନିଟ୍, ଆପଣ ଯଦି ତାଙ୍କ ଦେହରେ ହାତ ମାରିବେ ମିନିମମ୍ 1000-2000 ଆସିକି ଆପଣଙ୍କ ଘର ପଶିଯିବେ। କିନ୍ତୁ ଆମ ସାମ୍ବାଦିକମାନେ କ'ଣ କରୁଛନ୍ତି ନା ଚାଟୁକାରୀ, ଗୋଟେ ଚାଟୁକାରୀ ସାମ୍ବାଦିକ ଅଛନ୍ତି ଯେ ବିକାଶକୁ ମାଡ଼ ହେଲା ତ ମୁଁ କାହିଁ ବାହାରିବି। କାହିଁକି ଏମିତି ହେଉଛି ନା ଦେଖ, ତୁମ ୱେବ୍ରେ ବି ତୁମର ୟୁନିଟ୍ ନାହିଁ। କାରଣ କାଲି ଯଦି ବିକାଶ କି ଭାଇ ମାଡ଼ ଖାଇଲା, ସେମାନେ ଆଜ୍ଞା ମୁଁ ଦେଖିଛି ତୁମର 3 ଫାଳ ହେଲା, ତୁମର ବି 3 ଫାଳ। ଆମର ସରକାର ସାଙ୍ଗରେ କିଛି କାମ ନାହିଁ। ଆମର ଫାଷ୍ଟ ହେଲା ୟୁନିଟି ଦରକାର। ଯଦି ବରିଷ୍ଠ ସାମ୍ବାଦିକମାନେ ମାନେ ଯଦି ଚାହୁଁଛନ୍ତି ଯେ ସାମ୍ବାଦିକ ସୁରକ୍ଷା, ପ୍ରଥମେ ଆଗ ସୁରକ୍ଷାଟାକୁ ଦେଖନ୍ତୁ। ଯେ ଗୋଟେ ଆପଣ ଚିନ୍ତା କରନ୍ତୁ, ଆମେ ବର୍ଷା ଖରା ଶୀତ ସବୁଥିରେ ଆମେ ୱାର୍କିଂ ଜର୍ଣ୍ଣାଲିଷ୍ଟ, ଆମେ ଯେଉଁ କାର୍ଯ୍ୟରତ ସାମ୍ବାଦିକ ଆମେ ଯାଉଛେ ନା ନାହିଁ। ଆଜି ଲ ଆଣ୍ଡ ଅର୍ଡ଼ର ହେଲା, କାଲି ପାଣି ମାଡ଼ ହେଲା, କାଲି ଇଏ ହେଲା, ଯାହା ବି ହେଲା ଫେସ୍ କରୁଛି କି ଆମେମାନେ କରୁଛେ। ଯେଉଁମାନେ ଏଇଠି ଯେଉଁ ବାଇଟ୍ ଦେଉଛନ୍ତି, ଯେଉଁ ବସିକିରି ସେଠି, ସେମାନେ ଆଜ୍ଞା ଫିଲ୍ଡକି ଆସନ୍ତିନି। ନା ଅଫିସର ତ ସାର୍ ଆମର ବି ଅଛନ୍ତି, ଗୋଟେ ବାଇଟ୍ ଦେଉଛନ୍ତି ସବୁ। ମୁଁ ତାଙ୍କୁ ସେମାନେ ବରିଷ୍ଠ ସାମ୍ବାଦିକ ବୋଲି କହୁଛନ୍ତି, ଠିକ୍ ଅଛି ଆମେ ମାନୁଛୁ ତୁମେ ବରିଷ୍ଠ ସାମ୍ବାଦିକ, ତୁମେ ଗୋଟେ ଥର ଆସ ଆମ ଲାଇନ୍ କି ଆସ। ଆମେ ୱାର୍କିଂ ଜର୍ଣ୍ଣାଲିଷ୍ଟ ଯେଉଁ ଫିଲ୍ଡରେ ବୁଲୁଛୁ 24 ଘଣ୍ଟା, ଆପଣ ଗୋଟେ ଥର ବୁଲନ୍ତୁ, ଆପଣ ମାଡ଼ ଖାଆନ୍ତୁ। ଆପଣ କ'ଣ କରୁଛନ୍ତି ନା ଗୋଟେ ବ୍ରାଣ୍ଡେଡ଼ ଜିନିଷ ଦେଖିଲେ ଆପଣମାନେ ସବୁ ବାହାରିବେ, ନାଇଁ ବ୍ରାଣ୍ଡେଡ଼ ମାନେ ଚ୍ୟାନେଲଟା, ବ୍ରାଣ୍ଡେଡ଼ ପେପର। କାହିଁ ପେପର ତ ଆଜ୍ଞା ମୁଁ ପିଲାବେଳୁ ମୁଁ ଆଜ୍ଞା ଜାଣିଛି, ପେପର ଗୋଟିଏ, ଆଜି ଛୋଟ ହେଲେ ସେ ଗୋଟିଏ, କାଲି ବଡ଼ ହେଲେ ବି ସେ ଗୋଟିଏ। ଛୋଟ ପେପରଟା ଆଜ୍ଞା ଯଦି ଗୋଟେ ଇସ୍ୟୁ ହେଲା, ସିଏ ଆଜ୍ଞା କାଲି ସକାଳୁ ବଡ଼ ହେଇଯିବ। ଆଉ ଏଇ ଯେଉଁ ବାଛ ବିଚାରଟା ଆଜ୍ଞା ବନ୍ଦ କରିକିରି ଗୋଟେ ୟୁନିଟି କରନ୍ତୁ। ଭାଇ ଦେଖ, ଆପଣମାନେ ବୟସ୍କ ହେଲେଣି, ବୟସ୍କ ବ୍ୟକ୍ତି, ଆପଣମାନଙ୍କୁ ଯେହେତୁ ବରିଷ୍ଠ ସାମ୍ବାଦିକ ଆପଣମାନେ ରୁହନ୍ତୁ, ଆମକୁ ଛାଡ଼ନ୍ତୁ। କାହିଁ ଛାଡ଼ନ୍ତୁ ନା ଯେଉଁଠି ଅସୁବିଧା ପଡ଼ିବ ଆପଣମାନେ ଠିଆ ହେବେ। କାରଣ ଆମେ କାମ କରୁଛୁ ଫିଲ୍ଡରେ। ନାଇଁ ଆଜ୍ଞା ମିଟିଂ ହେଇପାରିବନି। କାହିଁକି ମିଟିଂ ହେଇପାରିବନି ନା କାହାର ପୁରା ୟୁନିଟ୍ ନାହିଁ। ସିଏ ପୁରା 50ଟା ସଂଘ କଲେଣି। ଯଦି ଗୋଟିଏ ସଂଘ ସାମ୍ବାଦିକ ସଂଘ ହେବ, ତାହେଲେ ମୁଁ ଭାବୁଛି ବୋଧେ ମିଟିଂଟା ସକ୍ସେସଫୁଲ୍ ହେବ। କାରଣ ସିଏ ଗୋଟେ ପ୍ରେସ୍ ଇଏ କଲେଣି, କ'ଣ OUJ, ଇଏ ଉତ୍କଳ ସାମ୍ବାଦିକ ସଂଘ, ସିଏ ଗୋଟେ ସାଙ୍ଗ, ମାନେ 50 ସଂଘ ହେଲାଣି। ମାନେ ଯଦି ପାନ ଦୋକାନ ଭଳିଆ ସଂଘ କଲେଣି। ନିଶ୍ଚୟ ଭାଇ, ତମେ ଶୁଣ, ତମେ ନିଜେ କୁହ, ତମେ ଫିଲ୍ଡକି ଯାଉଛ, ତମେ ଫିଲ୍ଡରେ ଗଲେ କେଉଁ ଭଳିଆ ଟର୍ଚର ହେଉଛ ତମେ ଜାଣୁଛ ନା ନାହିଁ? କିନ୍ତୁ ମାଲିକ ଜାଣୁନି ଯେ କ'ଣ ଟର୍ଚର ତମେ ହେଉଛ। କେତେ କଷ୍ଟରେ ଗୋଟେ ଭିଜୁଆଲ୍ ଆସେ, କେତେ କଷ୍ଟରେ ଗୋଟେ ନ୍ୟୁଜ୍ କଲେକ୍ସନ୍ ହୁଏ, ସେଇଟା ହିଁ ତମେ ହିଁ ଜାଣିଛ, ମୁଁ ହିଁ ଜାଣିଛି। କିନ୍ତୁ ମାଲିକମାନଙ୍କର ଆଜ୍ଞା ଦୋଷ ନାହିଁ ଏଥିରେ ଦୋଷ କାହାର କହିଲେ? ସାମ୍ବାଦିକମାନେ। ଯଦି ୟୁନିଟି ଥାଆନ୍ତା, ଯଦି ସମସ୍ତେ ଏକାଠି ଭାବେ ରହନ୍ତେ, ଯଦି ଗୋଟେ କାଠିକି ଆପଣ ଭାଙ୍ଗି ଦେଉଛନ୍ତି ଆଉ 5ଟା କାଠି ହେଲେ ଆପଣ ଭାଙ୍ଗି ପାରିବେ କି? କାରଣ ୟୁନିଟି ହେଇଗଲା। ସେ ୟୁନିଟିଟାକୁ ଯଦି ବଜାୟ ରଖିବେ, ମୁଁ ଭାବୁଛି ଯେଉଁ ସରକାର ଆସୁ ମୁଣ୍ଡ ନୁଆଇବ ସାମ୍ବାଦିକ ଆଗରେ।